ଜୟ ଜଗନ୍ନାଥ। ଆପଣଙ୍କ ପ୍ରତ୍ୟହ ଛୋଟିଆ ଛୋଟିଆ ଭିଡ଼ିଓ ସବୁ ପ୍ରେରଣ କରି ଆପଣଙ୍କୁ ମୁଁ କୌଣସି ପ୍ରକାର ଅସୁବିଧାରେ ପକାଉନି ତ? ମୋ ଲାଗି ଆପଣ ସମୟ ଅପଚୟ କରୁନାହାନ୍ତି ତ? ଆପଣଙ୍କର ପ୍ରତି ମତ ଆଉ ମନ୍ତବ୍ୟ ମୋତେ ପ୍ରେରଣା ଦିଏ ସତ, କିନ୍ତୁ ଆପଣଙ୍କର ସମାଲୋଚନା ମୋତେ ଆଗକୁ ବଢ଼ାଇବାରେ ବହୁ ସହାୟକ ହୋଇଥାଏ। ଏଇଥିପାଇଁ କିଏ କେଉଁ ଦୃଷ୍ଟିରୁ ମୋତେ ଦେଖନ୍ତି ସେ କଥା ମୁଁ ଜାଣେ ନା, କିନ୍ତୁ ମୋର ଜଣେ ଦୂର ସମ୍ପର୍କୀୟ ବନ୍ଧୁ ସୁଦୂର ବ୍ରହ୍ମପୁରରୁ କାଲି କହିଲେ, ଆପଣ ସବୁ ଠିକ୍ କରୁଛନ୍ତି, କିନ୍ତୁ ଆପଣଙ୍କର ଚୁଟି ଗଣ୍ଡାକ କାହିଁକି ଏପର୍ଯ୍ୟନ୍ତ କାଟି ନାହାନ୍ତି? ସତ କଥା କହିବାକୁ ଗଲେ ଆଜ୍ଞା, ସମୟ ପାଉନି ନିଜକୁ ସଜାଡ଼ି ନେବାରେ, ନିଜର ବେଶଭୂଷାକୁ ପରିବର୍ତ୍ତନ କରିବାରେ। ଯାହାଙ୍କ ପାଇଁ ନିବେଦନ, ତାଙ୍କ ପାଖରେ ଯଦି ମୋ ନିବେଦନ ପହଞ୍ଚି ଯାଉଛି, ସିଏ ଯଦି ମୋତେ ଠିକ୍ ଭାବରେ ବୁଝୁଛନ୍ତି, ସେତିକି ମୋ ପାଇଁ ଯଥେଷ୍ଟ। ତା ଛଡ଼ା ଆପଣ ମୋର ବେଶ ପୋଷାକକୁ ଦେଖନ୍ତୁନି। ମୋ ଶବ୍ଦ ହେଉଛି ମୋ ପରିଚୟ। ମୋ ଶବ୍ଦକୁ ନେଇ ମୁଁ ବଞ୍ଚିଛି, ଆଉ ମୋ ଶବ୍ଦ ମୋତେ ବଞ୍ଚେଇ ଆଣିଛି ଆପଣମାନଙ୍କ ପାଖରେ। ଆପଣଙ୍କ ହୃଦୟକୁ ଯଦି ମୋର ଶବ୍ଦ ଛୁଇଁ ପାରୁଛି, ପ୍ରଭୁଙ୍କ ନିବେଦନ ଆପଣଙ୍କୁ ଯଦି ଭଲ ଲାଗୁଛି, ସେତିକି ହେଉଛି ମୋ ପାଇଁ ଯଥେଷ୍ଟ। ବେଶ ପୋଷାକରୁ କ'ଣ ଅଛି, ନୁହେଁ କି? ଆପଣ ଠିକ୍ ବୁଝୁଥିବେ। ଜୟ ଜଗନ୍ନାଥ।